ଚମ୍ପିଆନ୍ ଟ୍ରଫି 2025 ମସିହାରେ ପାକିସ୍ତାନରେ ଖେଳାଯିବାକୁ ଥିବା ଚମ୍ପିଆନ୍ ଟ୍ରଫି ଭାରତ ପାଇଁ ପାକିସ୍ତାନ ଯିବାକୁ ମନା କରିବାରୁ କଳ୍ପନା ଜଳ୍ପନା ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିସିସିଆଇରୁ ଲିଖିତ ପ୍ରମାଣ ମାଗିଛି। ଖବର ଅନୁଯାୟୀ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଚାହୁଁଛି ଯେ ବିସିସିଆଇ ଏକ ଲିଖିତ ପ୍ରମାଣ ପ୍ରଦାନ କରୁ ଯେ ସେମାନଙ୍କର ଦଳ ସୀମା ପାର ହୋଇ ସେମାନଙ୍କ ଦଳ ପଠାଇବାକୁ ଅନୁମତି ଦେଇନାହାନ୍ତି। ଭିଡ଼ିଓକୁ ଯଦି ପ୍ରଥମେ ଦେଖୁଥିବେ ତାହେଲେ ସବସ୍କ୍ରାଇବ୍ କରିଦେବେ। 2008ରେ ଏସିଆ କପ୍ ପାଇଁ ଭାରତ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା ଏବଂ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଶେଷ ଦ୍ୱିପକ୍ଷୀୟ ସିରିଜ୍ 2012ରେ ହୋଇଥିଲା। ବିଶ୍ୱାସ କରାଯାଏ ଯେ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ତିକ୍ତ ହୋଇଥିବାରୁ ବିସିସିଆଇ ପୁରୁଷ ଦଳକୁ ଚମ୍ପିଆନ୍ ଟ୍ରଫି ପାଇଁ ପାକିସ୍ତାନ ପଠାଇ ନପାରେ। ଗତ ବର୍ଷ ଏସିଆ କପ୍ ପରି ଭାରତ ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳିପାରେ, ତେବେ ପାକିସ୍ତାନ ଏଥିରେ ଖୁସି ନୁହେଁ। କେବଳ ଆଇସିସିରେ ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଖେଳନ୍ତି ଏବଂ ଦୁଇ ଦେଶ ମଧ୍ୟରେ ତିକ୍ତତା କାରଣରୁ ଦ୍ୱିପକ୍ଷୀୟ କ୍ରିକେଟ ସମ୍ପର୍କ ସ୍ଥଗିତ ରହିଛି। ଗତ ବର୍ଷ ମଧ୍ୟ ଯେତେବେଳେ ବିସିସିଆଇ ନିଜ ଦଳକୁ ଏସିଆ କପ୍ ପାଇଁ ପାକିସ୍ତାନ ପଠାଇବାକୁ ମନା କରିଦେଇଥିଲା, ଏହି ଟୁର୍ଣ୍ଣାମେଣ୍ଟ ଏକ ହାଇବ୍ରିଡ୍ ମଡେଲରେ ଅନୁଷ୍ଠିତ ହୋଇଥିଲା ଏବଂ ଭାରତ ଓ ଶ୍ରୀଲଙ୍କା ଏହାର ସମସ୍ତ ମ୍ୟାଚ୍ ଖେଳିଥିଲା। ଖବର ଅନୁଯାୟୀ ଚମ୍ପିଆନ୍ ଟ୍ରଫି ପାଇଁ ହାଇବ୍ରିଡ୍ ମଡେଲ ଗ୍ରହଣ କରିବାକୁ ବିସିସିଆଇ ଆଇସିସିକୁ ଅନୁରୋଧ କରିଛି। ପାକିସ୍ତାନରେ ଭାରତୀୟ ଦଳର ସୁରକ୍ଷାକୁ ନେଇ ଚିନ୍ତା ରହିଛି। ପିସିବି ଅନୁଯାୟୀ ଯଦି ଭାରତ ସରକାର ଅନୁମତି ମନା କରନ୍ତି ତେବେ ଏହା ଲିଖିତ ଆକାରରେ ହେବା ଆବଶ୍ୟକ ଏବଂ ଆଇସିସିକୁ ଏହି ଚିଠି ପ୍ରଦାନ କରିବା ବିସିସିଆଇ ପାଇଁ ବାଧ୍ୟତାମୂଳକ ବୋଲି କହିଛି। ଟୁର୍ଣ୍ଣାମେଣ୍ଟର ଅତି କମରେ 5-6 ମାସ ପୂର୍ବରୁ ପାକିସ୍ତାନକୁ ଯାତ୍ରା ଯୋଜନା ବିଷୟରେ ବିସିସିଆଇ ଆଇସିସିକୁ ଲିଖିତ ଭାବେ ଜଣାଇବା ଉଚିତ ବୋଲି ପିସିବି କହିଛି। ନିକଟରେ ବିସିସିଆଇ କହିଛି ଯେ ପାକିସ୍ତାନକୁ ଦଳ ପଠାଇବା ସମ୍ପୂର୍ଣ୍ଣ ଭାରତ ସରକାରଙ୍କ ନିଷ୍ପତ୍ତି।